परिशेषରେ ମୋର ଇଚ୍ଛା ହେଇଯାଇଥିଲା ଯେ ମୁଁ ଓଡ଼ିଶା କଂଗ୍ରେସ ତିଆରି କରିବା ପାଇଁ ମୁଁ ଦାୟିତ୍ୱ ନେଇ ବୋଲି ମୋର ବହୁ ଦିନର ଇଚ୍ଛା ଥିଲା। ମୋତେ ପାର୍ଟି ବିଶ୍ୱାସ କଲା, ମୋର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଜୀ ଏବଂ ଶ୍ରୀମତୀ ସୋନିଆ ଗାନ୍ଧୀଜୀଙ୍କର ଅଟଳ ବିଶ୍ୱାସ ଏବଂ ଶ୍ରୀଯୁକ୍ତ ଖର୍ଗେଜୀଙ୍କର ମୋ ପ୍ରତି ବିଶ୍ୱାସ ପାଇଁ ଆଜି ଏ ନିଷ୍ପତ୍ତି ହେଇଛି। ତେଣୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି ଏବଂ ସମସ୍ତ କଂଗ୍ରେସ ଜନଙ୍କୁ ମୋ ଅତୀତରେ ମୁଁ ଯେତେ କାମ କରି ଆସିଛି ସେମାନଙ୍କର ସ୍ନେହ ଶ୍ରଦ୍ଧା ପାଇ ଆସିଛି, ତାଙ୍କର ସହଯୋଗ ଆଶୀର୍ବାଦରେ ମୁଁ ହେଇଛି ଏବଂ ସମସ୍ତଙ୍କୁ ନେଇ କାମ କରିବା ପାଇଁ ମୁଁ କଠିନ ପରିଶ୍ରମ କରିବି। ସମସ୍ତଙ୍କର ସମ୍ମାନର ସୁରକ୍ଷା କରିବାର ମୋର କର୍ତ୍ତବ୍ୟ, କଂଗ୍ରେସ ତିଆରି କରିବା କର୍ତ୍ତବ୍ୟ। ଆପଣଙ୍କୁ ନିଶ୍ଚିତ ଭାବରେ ଗୋଟେ ବଡ଼ ଚ୍ୟାଲେଞ୍ଜ ହେବ, ଯେହେତୁ ବିଜେପି ସରକାର ଅଛି, ସେଣ୍ଟର ବି ବିଜେପି ସରକାର ଓ ଓଡ଼ିଶାରେ ବିଜେପି ସରକାର, ଆପଣଙ୍କୁ ନିଶ୍ଚିତ ଗୋଟେ ବଡ଼ ଚ୍ୟାଲେଞ୍ଜ ହେବ। ଏସବୁ କିଛି ନାହିଁ, ଚ୍ୟାଲେଞ୍ଜ ଏବଂ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଆମେ ବିଚାର କରିକି ଆମେ ଉଚିତ ପଦକ୍ଷେପ କରିବୁ। ଗାନ୍ଧୀବାଦୀ ଚରିତ୍ରରେ ଶାନ୍ତିମୟ ହିସାବରେ ଅହିଂସାତ୍ମକ ବିଚାରଧାରାକୁ ଧରିକି ବ୍ୟାପକ ସଂଗଠନାତ୍ମକ କାର୍ଯ୍ୟକ୍ରମ ହେବ, ପ୍ରତ୍ୟେକ ନେରେଟିଭକୁ ନେଇକି ଇସ୍ୟୁକୁ ନେଇକି ଏବଂ ଆସନ୍ତା ଦିନରେ କଂଗ୍ରେସ ତିଆରି କରିବ। ପରିଶେଷରେ ମୋର ଇଚ୍ଛା ହେଇଯାଇଥିଲା ଯେ ମୁଁ ଓଡ଼ିଶା କଂଗ୍ରେସ ତିଆରି କରିବା ପାଇଁ ମୁଁ ଦାୟିତ୍ୱ ନେଇ ବୋଲି ମୋର ବହୁ ଦିନର ଇଚ୍ଛା ଥିଲା। ମୋତେ ପାର୍ଟି ବିଶ୍ୱାସ କଲା, ମୋର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଜୀ ଏବଂ ଶ୍ରୀମତୀ ସୋନିଆ ଗାନ୍ଧୀଜୀଙ୍କର ଅଟଳ ବିଶ୍ୱାସ ଏବଂ ଶ୍ରୀଯୁକ୍ତ ଖର୍ଗେଜୀଙ୍କର ମୋ ପ୍ରତି ବିଶ୍ୱାସ ପାଇଁ ଆଜି ଏ ନିଷ୍ପତ୍ତି ହେଇଛି। ତେଣୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି ଏବଂ ସମସ୍ତ କଂଗ୍ରେସ ଜନଙ୍କୁ ମୋ ଅତୀତରେ ମୁଁ ଯେତେ କାମ କରି ଆସିଛି ସେମାନଙ୍କର ସ୍ନେହ ଶ୍ରଦ୍ଧା ପାଇ ଆସିଛି, ତାଙ୍କର ସହଯୋଗ ଆଶୀର୍ବାଦରେ ମୁଁ ହେଇଛି ଏବଂ ସମସ୍ତଙ୍କୁ ନେଇ କାମ କରିବା ପାଇଁ ମୁଁ କଠିନ ପରିଶ୍ରମ କରିବି। ସମସ୍ତଙ୍କର ସମ୍ମାନର ସୁରକ୍ଷା କରିବାର ମୋର କର୍ତ୍ତବ୍ୟ, କଂଗ୍ରେସ ତିଆରି କରିବା କର୍ତ୍ତବ୍ୟ। ଆପଣଙ୍କୁ ନିଶ୍ଚିତ ଭାବରେ ଗୋଟେ ବଡ଼ ଚ୍ୟାଲେଞ୍ଜ ହେବ, ଯେହେତୁ ବିଜେପି ସରକାର ଅଛି, ସେଣ୍ଟର ବି ବିଜେପି ସରକାର ଓ ଓଡ଼ିଶାରେ ବିଜେପି ସରକାର, ଆପଣଙ୍କୁ ନିଶ୍ଚିତ ଗୋଟେ ବଡ଼ ଚ୍ୟାଲେଞ୍ଜ ହେବ। ଏସବୁ କିଛି ନାହିଁ, ଚ୍ୟାଲେଞ୍ଜ ଏବଂ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଆମେ ବିଚାର କରିକି ଆମେ ଉଚିତ ପଦକ୍ଷେପ କରିବୁ। ଗାନ୍ଧୀବାଦୀ ଚରିତ୍ରରେ ଶାନ୍ତିମୟ ହିସାବରେ ଅହିଂସାତ୍ମକ ବିଚାରଧାରାକୁ ଧରିକି ବ୍ୟାପକ ସଂଗଠନାତ୍ମକ କାର୍ଯ୍ୟକ୍ରମ ହେବ, ପ୍ରତ୍ୟେକ ନେରେଟିଭକୁ ନେଇକି ଇସ୍ୟୁକୁ ନେଇକି ଏବଂ ଆସନ୍ତା ଦିନରେ କଂଗ୍ରେସ ତିଆରି କରିବ।